ଆଲୋ ମା, ତୋ ପୁଅଟା ଭାରି ଭଲ ପାଠ ପଢୁଛି। ଟିକେ ତାକୁ ଖାଲି ଆଖି ଉହାଡ଼ାରେ ରଖ। ଭଲ ଛୁଆଟା। ଏଇ ବଦମାସିଆଙ୍କ ସହିତ ମିଶି ଯାଉଛି ଯୋଉ, କାଳେ ଅବାଟକୁ ପଳେଇବ। ଯାହାହେଲେ ମୋ ନାତି ଟୋକାଟା ନା, ମତେ ଭାରି ଦେଖିକି ଟିକେ ବ୍ୟସ୍ତ ଲାଗିଲା। ତାକୁ ଟିକେ ଆଖି ଆଗରେ ରଖ। ଏତେ ସୁନ୍ଦର ପାଠଶାଠ ପଢୁଛି, ତାର ଭବିଷ୍ୟତ ବହୁତ ଉଜ୍ଜଳ। ତାକୁ ଟିକେ ଖାଲି ଆଖି ଆଗରେ ରଖ। ମୋ ପୁଅ କୋଉଠି ବସିଲା, ମୋ ପୁଅ କାହା ସହିତ ସାଙ୍ଗ ହେଲା, ମୋ ପୁଅ କୋଉଠି ବୁଲିଲା, ସେଥିରେ ତମ ନଜର ବେଶୀ ନା। ତମେ ବୁଢୀ ହେଲଣି, ତମ ବାଟରେ ରହୁନ, ତମ କାମ ଦାମ କରୁନ। ମୋ ଛୁଆଟା ପଛରେ କାହିଁ ପଡିଛ? ମୋର ଗୋଟାଏ ବୋଲି ଛୁଆ, ମୁଁ ତାର କଥା ବୁଝିବିନି ଆଉ କଣ ଗାଁ ବାଲା ଆସି ବୁଝିବେ? ନାଇଁ, ସେ ଭଲ ପାଠ ପଢୁଛି ବୋଲି ତମେ ମାନେ ସହିପାରୁନ। କାଇଁ ତମ ନାତି ନାତୁଣୀ କହୁନ ପାଠ ପଢିବେ ଭଲ? ନା, ଆସିଯିବେ ପର ଛୁଆଙ୍କୁ କହିବାକୁ। ନିଜ ଛୁଆକୁ ଦେଖ। ତମ ଛୁଆଙ୍କ ଭବିଷ୍ୟତ କଣ? ମୋ ଛୁଆ ଭବିଷ୍ୟତ କଥା ଚିନ୍ତା କରିବା ପାଇଁ ଏତେ ପଳେଇ ଆସନି। ଆଙ୍କୁ ଡାକି ଆକି ସମ୍ମାନ ଦେଲାରୁ ଏଇ ବେଶୀ ଉପରେ ମୁଣ୍ଡରେ ଚଢୁଛନ୍ତି। ହଉ, ମୁଁ ତ ଆଉ କେଇଟା ଦିନ ବଞ୍ଚିବି। ମୁଁ ତ ସେତିକି ନିଜର ଭାବିଲି ବୋଲି କହି ପକେଇଲି। ଯଦି ତୋତେ ଏକଥା ଏମିତି ଲାଗୁଛି, ମୋର ଆଉ କିଛି କହିବା ନାହିଁ। ଆଜିକାଲି କଣ କାହାକୁ କହିବ? କିଏ କାହା କଥା ଶୁଣୁଛି? କେହି କାହା କଥା ଶୁଣୁନାହାନ୍ତି। ହେଲେ ମୁଁ ମରି ଯାଇଥିବି, ଯଦି ମୋ କଥା ଏବେ ମାନିବୁ, ନିଶ୍ଚିନ୍ତ ତୋର କିଛି ଅସୁବିଧା ହବନି। ଯଦି ମୋ କଥା ଧ୍ୟାନ ନ ଦବୁ, ମୁଁ ତ ମରି ଯାଇଥିବି। ତୁ ଭାବିବୁ ଦିନେ, ଭାବିବୁ କଣ କହୁଥିଲି ମୁଁ। ଆସୁଛି ମା, ଆସୁଛି, ଭଲରେ ଥା। ଆଜିକି କିଛି ବର୍ଷ ପୂର୍ବରୁ ମରିକି ସ୍ୱର୍ଗରେ ରହିଲେଣି ବୁଢୀ ଲୋକଟେ ହେଇକି ବି ମତେ ଆସି କହୁଥିଲେ କି ଟିକେ ଛୁଆକୁ ଆୟତ୍ତରେ ରଖ। ସେତେବେଳେ ତାଙ୍କୁ କେତେ ଖରାପ ବ୍ୟବହାର ନ ଦେଖିଛି, କେତେ କଡ଼ା କଥା ନ କହିଛି। ତାଙ୍କ କଥା ଅକ୍ଷରେ ଅକ୍ଷରେ ସତ ହେଲା। ପିଲାଟା କଥା ମାନୁନି, ଘରର କିଛି ଦାୟିତ୍ୱ ନଉନି, ଆଉ ଏଠି ଆମକୁ ସବୁବେଳେ ଶୁଣିବା ପାଇଁ ପଡୁଛି ବାହାରୁ ତାକୁ। ସେଇଥିପାଇଁ କୁହନ୍ତି କାହାକୁ ଏମିତି କହିବନି, କାରଣ ତମେ ତମ ଭବିଷ୍ୟତ କିଛି ଜାଣିନ। ତମ ଭବିଷ୍ୟତ ଭଗବାନ ଲେଖୁଛନ୍ତି। ସେଥିପାଇଁ ଭଲ ସବୁବେଳେ କହିବା ଦରକାର। ସେତେବେଳେ ମୁଁ ଯୋଉ ଅହଙ୍କାରରେ କହିଦେଲି, ଭୋଗୁଛି ଆଜି। ନା କାହାକୁ କହିପାରୁଛି, ନା ସହିପାରୁଛି। ଆଜି ଆସି କାନ୍ଦିଲେ ବା ମନ ଦୁଃଖ କଲେ କିଛି ଲାଭ ନାହିଁ। ତମର ମନେ ଅଛି ନା, ଦିନେ ମୋ ଜେଜେମା ତମକୁ କହିଥିଲା କି ପିଲାଟା ଭଲ ପାଠ ପଢୁଛି, ତାକୁ ଟିକେ ଧ୍ୟାନ ରଖ, ସେ ଭଲ ମଣିଷଟେ ହବ। ତମେ ମୋ ଜେଜେମାକୁ କେତେ କଥା କହିଥିଲ, କେତେ କଥା ନ ଶୁଣେଇଥିଲ ବୁଢୀ ଲୋକଟାକୁ। ହୁଏତ ସେ ଆଜି ଏ ଦୁନିଆରେ ନାହିଁ, କିନ୍ତୁ ତାର କଥା ଗୁରୁ ବାକ୍ୟ ହେଇକି ବାହାରିଲା। ସେତେବେଳେ ଯଦି ସେ କଥା ଉପରେ ଟିକେ ଧ୍ୟାନ ଦେଇଥାନ୍ତେ, ଆଜି ଏସବୁ ଦେଖିବାକୁ ପଡୁନଥାନ୍ତା। ପୁରୁଣା ଲୋକମାନେ କିଛି ଆଭାସ ପାଆନ୍ତି, ଆଉ ସେମାନେ କାହାର କ୍ଷତି ବି ଚାହାନ୍ତିନି। ସେମାନେ ସମସ୍ତଙ୍କୁ ନିଜର ଭାବନ୍ତି। ମୋ ଜେଜେମା ବି ତମ ପୁଅକୁ ନିଜର ଭାବିଥିଲା, ନିଜ ନାତି ଭାବିଥିଲା। ଆଉ ସେଇ ନିଜ ନାତି ଭାବିକି ଆକଟରେ ଦିପଦ କହିଦେଇଥିଲା। ଆଉ ସେଇ କଥାକୁ ତମେ ମୋ ଜେଜେମାକୁ କେତେ କଥା ଶୁଣେଇଥିଲ, କେତେ କଟୁ କଥା ନ କହିଥିଲ କଷ୍ଟ ଦେଲା ପରେ। ଛାଡ, ଭଗବାନଙ୍କୁ ଡାକ, ସେ ନିଶ୍ଚିନ୍ତ କିଛି ତାର ରାସ୍ତା ବାହାର କରିବ, ଆଉ ସିଏ ଭଲ ରାସ୍ତାକୁ ଆସିଯିବ।